କଣ ନାଁ ଆପଣଙ୍କର? ଈଶ୍ୱର ଲାଲ। କୋଉଠୁ ଆସିଛନ୍ତି? ରାଜସ୍ଥାନରୁ ଆସିଛି ଗୁରୁଜୀ। ପୂର୍ବରୁ ଆସିଥିଲେ କେବେ? ଆଜ୍ଞା, ଆଗରୁ ଆସିଥିଲି। ଈଶ୍ୱରଲାଲ ବାବୁ, ଆପଣଙ୍କର କଣ୍ଢେଇ ଏବଂ ଆପଣଙ୍କ ପରିବାରର ସମସ୍ତଙ୍କର କଣ୍ଢେଇ କରି ତନ୍ତ୍ରକ୍ରିୟା କରାଯାଉଛି। ଆପଣଙ୍କ ଶରୀରକୁ ପିଶାଚୁଣୀ ପଠାଯାଉଛି। କିଏ ଅଛି ଶରୀରରେ? ପିଶାଚୁଣୀ। ପେଟରେ, ମୁଣ୍ଡରେ ଏବଂ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ପୀଡ଼ା ହେଉଛି। ଆପଣଙ୍କୁ ରୋଗିଣା କରିବା ପାଇଁ ତନ୍ତ୍ରକ୍ରିୟା କରାଯାଉଛି। ଆପଣ ବହୁତ ବ୍ୟସ୍ତ ଅଛନ୍ତି, ମନ ବହୁତ କଷ୍ଟ ଅଛି ଆପଣଙ୍କର, ତଥା ଏପରି ପରିସ୍ଥିତି କରିବା ପାଇଁ ଚାହୁଁଛନ୍ତି ଯେମିତି ଆପଣ କ୍ରୋଧୀ ହେଇଯିବେ ଏବଂ ଋଣରେ ବୁଡ଼ିଯିବେ ଆପଣ, ଏବଂ ଆପଣଙ୍କୁ ଦୌଡ଼ିବା ପାଇଁ ପଡ଼ିବ ସବୁକିଛି ଛାଡ଼ିକି। ଘର ପରିବାର ସବୁ ପ୍ରୟାସ ଆଉ କରିପାରିବେନି। ଭୈରବ ଦେବଙ୍କର ସବାରି ଆପଣଙ୍କୁ ପ୍ରାପ୍ତ ହେବ ନାହିଁ। ନିଜର ଗୋଟିଏ ଓରା ପାଇବାକୁ ପଡ଼ିବ ଆପଣଙ୍କୁ, ତାପରେ ଯାଇ ଆପଣ ସମର୍ଥ ହେବେ, ସେଥିପାଇଁ ସେବା କରିବା ପାଇଁ ଉପଯୁକ୍ତ ହେବେ। ଆପଣଙ୍କର ମାତାଙ୍କୁ ବାଣ ମରାଯାଇଥିଲା। ରକ୍ତ ବାଣ ମରାଯାଇ ତାଙ୍କୁ ତନ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା। ଠିକ୍ ଅଛି, ରକ୍ତ ବାଣ ମରାଯାଇଥିଲା। ହାର୍ଟରେ ଯାଇ ବାଣ ବାଜିଥିଲା, ସେହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଏବଂ ପ୍ରେତ ଯୋନିରେ ସେ ଅଛନ୍ତି। ଆପଣଙ୍କ ଗୃହରେ ଯେତିକି ଜଣଙ୍କର ଅକାଳ ମୃତ୍ୟୁ ହୋଇଛି, 3ଟି ପିଢ଼ିର ଅକାଳ ମୃତ୍ୟୁ ହୋଇଛି, ସମସ୍ତେ ଏବେ ପ୍ରେତ ଯୋନିରେ ହିଁ ଅଛନ୍ତି। ଘରେ ହିଁ ଅଛନ୍ତି, ବାହାରେ କୋଉଠି ନାହାନ୍ତି। ସମସ୍ତେ ଘରେ ଅଛନ୍ତି, ପ୍ରେତ ହୋଇକି ଅଛନ୍ତି, ଏବଂ ଯାହା ବି ଆପଣ ପୂଜା କରୁଛନ୍ତି ତାହାର ଫଳ ସିଏ ନେଉଛନ୍ତି, ବଳବାନ ହେଉଛନ୍ତି, ଯାହାଦ୍ୱାରା ଆପଣଙ୍କର ବେଶୀ କ୍ଷତି କରୁଛନ୍ତି। ବୁଝିପାରୁଛନ୍ତି?